ଗୋଟିଏ ପାଠ୍ୟପୁସ୍ତକ ଯାହା ପିଲାମାନଙ୍କର ଭବିଷ୍ୟତ ଗଢ଼ିବା କଥା, କିନ୍ତୁ ସେହି ପୁସ୍ତକରେ ଯଦି ଶହ ଶହ ଭୁଲ ଥାଏ, ନ୍ୟୁଟନଙ୍କୁ ପାଇଲଟ ବନାଇ ଦିଆଯାଏ, ଯଦି ଇଂରାଜୀ ପୁସ୍ତକରେ ବଲିଉଡ୍ ଗୀତ ନିମ୍ବୁଡ଼ା ନିମ୍ବୁଡ଼ା ଛପାଯାଏ, ଏହା କେବଳ ଗୋଟିଏ ଛୋଟ ଭୁଲ ନା ଶିକ୍ଷା ବ୍ୟବସ୍ଥାର ବଡ଼ ଅବହେଳା? ଆଜି ଆମେ ଜାଣିବା ଏହି ସମ୍ପୂର୍ଣ୍ଣ ଘଟଣା। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନେ ଦେଖୁଛନ୍ତି ଟେକ୍ ଅପଡେଟ୍ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏହିପରି ଭିଡ଼ିଓ ପାଇବା ପାଇଁ। ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ଓଡ଼ିଶାର ନୂଆ ପାଠ୍ୟପୁସ୍ତକକୁ ନେଇ ସାରା ରାଜ୍ୟରେ ବିବାଦ ଦେଖାଦେଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତକରେ ପ୍ରାୟ 1678ଟି ତ୍ରୁଟି ଚିହ୍ନଟ ହୋଇଥିବା କଥା ସାମ୍ନାକୁ ଆସିଛି। ପୁସ୍ତକରେ କେବଳ ବର୍ଣ୍ଣଗତ ଭୁଲ ନୁହେଁ, ଇତିହାସ, ବିଜ୍ଞାନ, ସାଧାରଣ ଜ୍ଞାନ ଏବଂ ଚିତ୍ରରେ ମଧ୍ୟ ଗୁରୁତର ତ୍ରୁଟି ରହିଛି। ସବୁଠାରୁ ଅଧିକ ଚର୍ଚ୍ଚାରେ ଆସିଥିଲା ପଞ୍ଚମ ଶ୍ରେଣୀର ଇଂରାଜୀ ପୁସ୍ତକରେ ବଲିଉଡ୍ ଗୀତ ନିମ୍ବୁଡ଼ା ନିମ୍ବୁଡ଼ାର ଶବ୍ଦ ଛପା ହୋଇଥିବା ଘଟଣା। ସୋସିଆଲ ମିଡ଼ିଆରେ ଏହାର ଫଟୋ ଭାଇରାଲ ହେବା ପରେ ସରକାରଙ୍କ ଉପରେ ପ୍ରଶ୍ନ ଉଠିଥିଲା। ଏହା ସହିତ ନ୍ୟୁଟନଙ୍କ ପରିଚୟକୁ ଭୁଲ ଭାବେ ଦର୍ଶାଯାଇଥିବା ଏବଂ ଅନେକ ସ୍ଥାନରେ ତଥ୍ୟଗତ ତ୍ରୁଟି ମଧ୍ୟ ମିଳିଥିଲା। ବିରୋଧୀ ଦଳ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେମାନଙ୍କ କହିବା ଥିଲା ଯେ ଏପରି ତ୍ରୁଟି ପିଲାମାନଙ୍କ ଶିକ୍ଷାକୁ ପ୍ରଭାବିତ କରିପାରେ। ଅନ୍ୟପଟେ ସରକାର କହିଥିଲେ ଯେ ଏହି ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ଶୀଘ୍ର ସଂଶୋଧିତ ପୁସ୍ତକ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ। ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ପରେ ଯେତେବେଳେ ପୁସ୍ତକ ଗୁଡ଼ିକ ସ୍କୁଲକୁ ପହଞ୍ଚିଲା, ଶିକ୍ଷକ, ଅଭିଭାବକ ଓ କିଛି ଛାତ୍ରଛାତ୍ରୀ ପଢ଼ିବା ସମୟରେ ଅନେକ ଅସଙ୍ଗତି ଦେଖିଲେ। ଧୀରେ ଧୀରେ ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା। ସେତେବେଳେ ଲୋକମାନେ ପ୍ରଶ୍ନ କଲେ ଯେ ଏ ପୁସ୍ତକ ଗୁଡ଼ିକ ପ୍ରକାଶ ପୂର୍ବରୁ ଯାଞ୍ଚ କରାଯାଇଥିଲା କି? ସରକାରୀ ପୁସ୍ତକ ଛାପା ହେବା ପୂର୍ବରୁ ସାଧାରଣତଃ ଅନେକ ପର୍ଯ୍ୟାୟରେ ଯାଞ୍ଚ ହୁଏ। ବିଷୟ ବିଶେଷଜ୍ଞ, ସମ୍ପାଦକ, ପ୍ରୁଫ୍ ରିଡର ଏବଂ ଶେଷରେ ପ୍ରକାଶନ ବିଭାଗ ମଧ୍ୟ ଏହାକୁ ଦେଖନ୍ତି। ତେବେ ଏତେ ଭୁଲ କେମିତି ରହିଗଲା? ଏହି ପ୍ରଶ୍ନ ଆଜି ମଧ୍ୟ ଚର୍ଚ୍ଚାର ବିଷୟ। ପ୍ରଥମ ଆସିଥିଲା କ୍ଲାସ୍ 5ର ଇଂରାଜୀ ପୁସ୍ତକରେ ନିମ୍ବୁଡ଼ା ନିମ୍ବୁଡ଼ା ଗୀତର ଶବ୍ଦ ଥିବା ଘଟଣା। ଏହା ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଥିଲେ। ଦ୍ୱିତୀୟ, ବିଜ୍ଞାନ ସମ୍ବନ୍ଧୀୟ କିଛି ତଥ୍ୟରେ ଭୁଲ ଥିବା ଅଭିଯୋଗ ହେଲା। କିଛି ସ୍ଥାନରେ ଚିତ୍ର ଓ ଲେଖା ମଧ୍ୟ ମେଳ ଖାଉନଥିଲା। ତୃତୀୟ ରହିଛି ଇତିହାସ ଓ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ତଥ୍ୟରେ ମଧ୍ୟ ତ୍ରୁଟି ଥିବା କଥା ସାମ୍ନାକୁ ଆସିଲା। ଏହିସବୁ ଘଟଣା ପରେ ସୋସିଆଲ ମିଡ଼ିଆରେ ବ୍ୟାପକ ଆଲୋଚନା ଆରମ୍ଭ ହେଲା। କେହି ଏହାକୁ ଅବହେଳା କହିଲେ, ଆଉ କେହି କହିଲେ ଯେ ଏହା ଶିକ୍ଷା ବ୍ୟବସ୍ଥା ପାଇଁ ଗମ୍ଭୀର ସତର୍କ ସଂକେତ। ବିବାଦ ବଢ଼ିଲା ପରେ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ। ପ୍ରାଥମିକ ତଦନ୍ତ ଅନେକ ତ୍ରୁଟି ଚିହ୍ନଟ ହେବା ପରେ କିଛି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଗଲା। ସରକାର ଏହା ମଧ୍ୟ କହିଲେ ଯେ ତ୍ରୁଟି ସଂଶୋଧନ କରି ନୂଆ ପୁସ୍ତକ ଛାତ୍ରଛାତ୍ରୀଙ୍କୁ ଦିଆଯିବ, ଯାହାଦ୍ୱାରା ସେମାନଙ୍କ ପଢ଼ାରେ କୌଣସି ଅସୁବିଧା ନ ହେଉ। କିନ୍ତୁ ଏଠାରେ ଆଉ ଏକ ବଡ଼ ପ୍ରଶ୍ନ ଉଠୁଛି। 1678ଟି ଭୁଲ କେବଳ ମଣିଷର ଅସାବଧାନତାର ଫଳ ନା କି ପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାରେ ଗମ୍ଭୀର ତ୍ରୁଟି ରହିଛି? 1678ଟି ଭୁଲ ଗୋଟିଏ ଦିନରେ ହୋଇଗଲା? ନା, ଗୋଟିଏ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାର ଅନେକ ପର୍ଯ୍ୟାୟ ରହିଥାଏ। ପ୍ରଥମେ ଲେଖକ ଲେଖନ୍ତି, ତାପରେ ବିଷୟ ବିଶେଷଜ୍ଞ ଯାଞ୍ଚ କରନ୍ତି, ପୁଣି ଭାଷା ବିଶେଷଜ୍ଞ, ପ୍ରୁଫ୍ ରିଡର, ଡିଜାଇନର ଏବଂ ଶେଷରେ ଅନୁମୋଦନକାରୀ ସଂସ୍ଥା ଦେଖନ୍ତି। ଅର୍ଥାତ୍ ଗୋଟିଏ ପୁସ୍ତକ ଅନେକ ଲୋକଙ୍କ ହାତରେ ହାତ ଦେଇ ଯାଏ। ତେବେ ପ୍ରଶ୍ନ ଉଠୁଛି, ଏତେ ସ୍ତର ଥିବା ସତ୍ତ୍ୱେ ଏତେ ତ୍ରୁଟି କେମିତି ରହିଗଲା? କିଛି ଶିକ୍ଷାବିତ୍ଙ୍କ ମତ ହେଉଛି, ଯଦି ସମୟର ଚାପରେ ପୁସ୍ତକ ପ୍ରସ୍ତୁତ କରାଯାଏ କିମ୍ବା ପ୍ରୁଫ୍ ରିଡିଂ ଠିକ୍ ଭାବରେ ନ ହୁଏ, ତେବେ ଏପରି ସମସ୍ୟା ହୋଇପାରେ। ଏଠାରେ ଆଉ ଗୋଟିଏ କଥା ମନେ ରଖିବା ଜରୁରୀ, ଭୁଲ ହେବା ଓ ଭୁଲକୁ ସଂଶୋଧନ କରିବା ଦୁଇଟି ଅଲଗା କଥା। ଯଦି ତ୍ରୁଟି ଧରା ପଡ଼ିଲା ପରେ ତୁରନ୍ତ ସଂଶୋଧନ କରାଯାଏ, ଦାୟିତ୍ୱ ନିଆଯାଏ ଏବଂ ଭବିଷ୍ୟତରେ ଏପରି ଭୁଲ ରୋକିବା ପାଇଁ ବ୍ୟବସ୍ଥା ନିଆଯାଏ, ଏତେ ଶିକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରେ। ଏହି ଘଟଣା ଆମକୁ ଗୋଟିଏ ଶିକ୍ଷା ଦେଉଛି। କୌଣସି ପୁସ୍ତକ ଲେଖାଥିବା ପ୍ରତ୍ୟେକ କଥାକୁ ଅନ୍ଧବିଶ୍ୱାସ ପରିବର୍ତ୍ତେ ତାହାକୁ ଯାଞ୍ଚ କରାଇବାର ଅଭ୍ୟାସ ଗଢ଼ି ଉଠିବା ଦରକାର। କିନ୍ତୁ ଏହି ଘଟଣାରେ ପ୍ରକୃତ ଦାୟୀ କିଏ? କେଉଁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ଏବଂ ଆଗକୁ ଛାତ୍ରଛାତ୍ରୀଙ୍କୁ କ'ଣ ପ୍ରଭାବ ପଡ଼ିବ? ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ତ୍ରୁଟି ଧରା ପଡ଼ିବା ପରେ ରାଜ୍ୟ ସରକାର ତଦନ୍ତର ନିର୍ଦ୍ଦେଶ ଦେଲେ। ତଦନ୍ତ ପରେ କିଛି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେଲା ଏବଂ ସରକାର କହିଲେ ଯେ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ।
କିନ୍ତୁ ଏହି ଘଟଣା ଆମ ସମସ୍ତଙ୍କୁ ଗୋଟିଏ ବଡ଼ ପ୍ରଶ୍ନ ପଚାରୁଛି। ଆମ ଶିକ୍ଷା ବ୍ୟବସ୍ଥାରେ ଗୁଣବତ୍ତା ନିୟନ୍ତ୍ରଣ ପର୍ଯ୍ୟାପ୍ତ କି? ପାଠ୍ୟପୁସ୍ତକ କେବଳ ପରୀକ୍ଷା ପାଇଁ ନୁହେଁ, ଏହା ଗୋଟିଏ ପିଢ଼ିର ଚିନ୍ତାଧାରା, ଜ୍ଞାନ ଓ ବୁଝାମଣାର ଭିତ୍ତି। ତେଣୁ ପ୍ରତ୍ୟେକ ତଥ୍ୟ ସଠିକ୍ ହେବା ଅତ୍ୟନ୍ତ ଜରୁରୀ। ଏହି ଘଟଣାରୁ ଆମେ ତିନୋଟି ଶିକ୍ଷା ପାଇପାରୁ। ପ୍ରଥମ, ପୁସ୍ତକ ପ୍ରକାଶ ପୂର୍ବରୁ ଅଧିକ କଡ଼ା ଯାଞ୍ଚ ହେବା ଦରକାର। ଦ୍ୱିତୀୟ, ଭୁଲ ଧରା ପଡ଼ିଲେ ତାହାକୁ ଲୁଚାଇବା ନୁହେଁ ବରଂ ସ୍ୱୀକାର କରି ଶୀଘ୍ର ସଂଶୋଧନ କରିବା ଦରକାର। ଏହି ବିଷୟରେ ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ ଗୋଟିଏ କଥାରେ ସମସ୍ତେ ଏକମତ ହେବେ, ପିଲାମାନଙ୍କ ଶିକ୍ଷା ସହ କୌଣସି ପ୍ରକାର ଅବହେଳା ହେବା ଉଚିତ ନୁହେଁ। ଆପଣଙ୍କ ମତରେ ଏତେ ଭୁଲ ପାଇଁ ଦାୟୀ କିଏ? ପ୍ରୁଫ୍ ରିଡିଂ ବ୍ୟବସ୍ଥା, ପ୍ରକାଶନ ପ୍ରକ୍ରିୟା ନା କି ପ୍ରଶାସନିକ ଅବହେଳା? ନିଜ ମତ କମେଣ୍ଟରେ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓରେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।